ମାନେ ଆମକୁ ପରୀକ୍ଷାରେ ଆଗକୁ ବହୁତ ପ୍ରଶ୍ନ ଆସିବ। ଭାରତର ବୁଲବୁଲ କିଏ? ତାହେଲେ ତାଙ୍କ ବିଷୟରେ ଆଜି ପଢିବା। ତାଙ୍କର ସେଇ ଅମର ସ୍ମୃତିକୁ ଆଜି ପର୍ଯ୍ୟନ୍ତ ଆମେ ମନେ ରଖିଛେ ଏବଂ ତାଙ୍କ ବିଷୟରେ କିଛିଟା ଜାଣିବା। ସେଇ ସ୍ୱାଧୀନତା ସଂଗ୍ରାମୀ କିଏ, ଭାରତର ବୁଲବୁଲ କିଏ? ତାହେଲେ ଏହାକୁ ଲେଖିଛନ୍ତି ଭଗବାନ ମହାନ୍ତି। ହେଲା, ତାହେଲେ ପଢିବା। ଝିଅଟିଏ ଥିଲା, କବିତା ଲେଖାରେ ତାର ଭାରି ମନ। କି ଦିନ କି ରାତି ସେ ଏକୁଟିଆ ବସେ, ମନେ ମନେ କ'ଣ ଗୁଣୁ ଗୁଣୁ ହୋଇ ଖାତାରେ ଲେଖି ପକାଏ। ବେଳ ପାଇଲେ ବାହାରେ ବୁଲି ସୁନ୍ଦର ସୁନ୍ଦର ଫୁଲ, ଚଢ଼େଇ, ଗଛଲତାକୁ ସବୁକୁ ଅନେଇ କ'ଣ କ'ଣ ଭାବେ। ସତେ ଯେପରି ଏମାନେ ତାର ଅତି ଆପଣାର। ଏକଥା ମା'ଙ୍କ ଛଡ଼ା ଅନ୍ୟ କେହି ଜାଣିପାରନ୍ତି ନାହିଁ। ମା ଝିଅକୁ ଉତ୍ସାହ ଦିଅନ୍ତି, ବାପା କିନ୍ତୁ ଚାହାନ୍ତି ଓଲଟା। ବାପାଙ୍କ ଇଚ୍ଛା ଝିଅ ଅଙ୍କ କଷୁ, ହିସାବ କିତାବ ଭଲ ଜାଣୁ। ଥରେ ବାପା ଝିଅକୁ କେତେ ଖଣ୍ଡ ଅଙ୍କ କଷିବାକୁ ଦେଲେ, ମାତ୍ର ଝିଅର ଅଙ୍କ କଷିବାରେ ମନ ନାହିଁ। ଅଙ୍କ କଷିବା ପାଇଁ ବାଧ୍ୟ କରି ବାପା ତାକୁ ଗୋଟିଏ କୋଠରୀ ଭିତରେ ରଖି ବାହାରୁ କବାଟ ଖେଳିଦେଲେ। କେତେ ସମୟ ପରେ ଆସି କବାଟ ଖୋଲିଲେ, ମାତ୍ର ଏ କ'ଣ, ଝିଅଟି ଅଙ୍କ ନ କଷି ଲେଖି ପକାଇଛି ଗୋଟିଏ ସୁନ୍ଦର କବିତା। କବିତାଟି ଲେଖାଯାଇଛି ଇଂରାଜୀ ଭାଷାରେ। ବାପା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ମନେ ମନେ କହି ପକାଇଲେ, ବାଃ, କେଡ଼େ ସୁନ୍ଦର କବିତା। ସେ ଭାବିଲେ ତାଙ୍କ ଝିଅ ଭବିଷ୍ୟତରେ ନିଶ୍ଚୟ ଜଣେ ବଡ଼ କବି ହେବ, କବି ଭାବରେ ନାଁ କରିବ। ପାଠପଢ଼ା ସହିତ ଝିଅଟିର ମନ ପ୍ରାଣ ଲାଗି ରହିଲା କବିତା ଲେଖାରେ। ବଡ଼ ହେଲା ପରେ ସତକୁ ସତ ସାରା ପୃଥିବୀରେ ସେ ନାଁ କଲା। ଏବେ ତାଙ୍କ କବିତା ସ୍କୁଲ କଲେଜରେ ପଢ଼ା ହେଉଛି। ତାଙ୍କ ଲେଖା ଲେଖି ପଢ଼ି ଲୋକ ଆନନ୍ଦ ପାଉଛନ୍ତି। ଏ ନାରୀ କବି ଜଣଙ୍କ ଇଂରାଜୀ ଭାଷାରେ ବେଶ୍ ଦକ୍ଷତା ଥିଲା। ଇଂରାଜୀ ଲୋକମାନଙ୍କୁ ମଧ୍ୟ ତାଙ୍କ କବିତା ପ୍ରଶଂସା କରୁଥିଲେ। ତାଙ୍କ କବିତାରେ ମୁଗ୍ଧ ହୋଇ ତାଙ୍କୁ କହୁଥିଲେ ପ୍ରାଚ୍ୟ ଜଗତର କୋକିଳ। ଆଉ କେହି କେହି କହୁଥିଲେ ଭାରତର ବୁଲବୁଲ। ଏହି ମହିଳା ଜଣକ ହେଉଛନ୍ତି ଭାରତୀୟ ଲୋକପ୍ରିୟ ନେତ୍ରୀ, ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁ। ଦେଖିଲ ପିଲାମାନେ, ତାଙ୍କର ତମର ଯେଉଁଥିରେ ମନ ହେଉଛି ସେଇ ଜିନିଷଟା କର, ଭବିଷ୍ୟତରେ ଆଗକୁ ଯିବ। ହେଲା, ତାହେଲେ ସରୋଜିନୀ ନାଇଡୁ, ତାଙ୍କୁ ଭାରତର ବୁଲବୁଲ କହିବା। ଆମେ ତାଙ୍କ ବିଷୟରେ ଜାଣିବା ଏବଂ ସେ କେମିତି ଗୋଟେ ସ୍ୱାଧୀନତା ସଂଗ୍ରାମୀ ଭାବେ ଏତେ ସୁନ୍ଦର ସୁନ୍ଦର କବିତା ଲେଖୁଥିଲେ। ସରୋଜିନୀ ନାଇଡୁ ଗୋଟିଏ ମଧ୍ୟବିତ୍ତ ବଙ୍ଗାଳୀ ପରିବାରରେ 1879 ମସିହା ଫେବୃଆରୀ 13 ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଅଘୋରନାଥ ଚଟ୍ଟୋପାଧ୍ୟାୟ ଓ ମାତା ବରଦା ସୁନ୍ଦରୀଙ୍କର ସନ୍ତାନମାନଙ୍କ ମଧ୍ୟରେ ସେ ଥିଲେ ସବୁଠାରୁ ବଡ଼। ସରୋଜିନୀ ହାଇଦ୍ରାବାଦରେ ଜଣେ ଡାକ୍ତର ଗୋବିନ୍ଦରାଜୁଲୁ ନାଇଡୁଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ନିଜ ନାଁ ଲେଖିଲେ ସରୋଜିନୀ ନାଇଡୁ। ହେଲା, ଗୋବିନ୍ଦରାଜୁଲୁ ନାଇଡୁଙ୍କୁ ବିବାହ କରିଥିବାରୁ ତାଙ୍କ ନାଁ ହେଲା ସରୋଜିନୀ ନାଇଡୁ। ତୁଳସୀ ଦୁଇ ପତ୍ରରୁ ଆସିଲା ପରି ତାଙ୍କର ପ୍ରତିଭା ବାଲ୍ୟ କାଳରୁ ଫୁଟି ଉଠିଥିଲା। ପିଲାମାନେ, ତୁଳସୀ ଦୁଇ ପତ୍ର ମାନେ ଛୋଟ ବେଳୁ ଆମର ପ୍ରତିଭା ବାହାରି ପଡ଼ିବ। ମାତ୍ର 12 ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇ ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପିଲାମାନେ, ଆମେ ଦେଉଛେ 15 ବର୍ଷରେ ମାଟ୍ରିକ ପରୀକ୍ଷା, ସେ ଦେଇଥିଲେ 12 ବର୍ଷରେ ମାଟ୍ରିକ ପରୀକ୍ଷା। ଏହାପରେ ସେ ଯାଇ ଇଂଲଣ୍ଡର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇଲେ। ପାଠ ପଢ଼ିବା ସଙ୍ଗେ ସଙ୍ଗେ ସୁନ୍ଦର ସୁନ୍ଦର କବିତା ରଚନା କରିବା ଓ ବକ୍ତୃତ୍ୱ ଦେବାରେ ମଧ୍ୟ ସେ ନିଜର ଦକ୍ଷତା ପରିଚୟ ଦେଲେ। ସେତେବେଳକୁ ଭାରତ ଇଂରେଜ ଶାସନ ଅଧୀନରେ ଥାଏ। ନିଜ ଜନ୍ମଭୂମିର ପରାଧୀନତା ତାଙ୍କ ହୃଦୟରେ ଗଭୀର ଦୁଃଖ ଆଣିଦେଲା। ଏଣୁ ସେ ଦେଶ ପ୍ରେମ ମୂଳକ କବିତା ଲେଖିବାକୁ ଲାଗିଲେ। ତାଙ୍କର ଦେଶପ୍ରେମ ମୂଳକ କବିତା ଓ ବକ୍ତୃତା ସେ କାଳରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅନୁପ୍ରାଣିତ କରିଥିଲା। ଏପରି ଜବାହରଲାଲ ନେହେରୁ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ସେ କାଳ ସଂଗ୍ରାମୀ ଯୁବକମାନେ ମଧ୍ୟ ସେହି କବିତା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଥିଲା ସରୋଜିନୀ ନାଇଡୁଙ୍କର ଗାନ୍ଧିଜୀଙ୍କ ସହିତ ଫଟୋ। 1903 ମସିହାରେ ବମ୍ବେ, ବର୍ତ୍ତମାନ ଯେଉଁଟା ମୁମ୍ବାଇରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏକ ବିରାଟ ସଭା ହେଉଥାଏ। ସେହି ସଭାରେ ସେ ନିଜେ ଇଂରାଜୀରେ ଲେଖାଥିବା ଏକ ଉଦ୍ବୋଧନମୂଳକ କବିତା ସୁନ୍ଦର ସ୍ୱରରେ ଗାନ କରିଥିଲେ। ତାଙ୍କ କଣ୍ଠସ୍ୱର କୋକିଳ ସ୍ୱର ଭଳି ଖୁବ୍ ମଧୁର ଥିଲା। ସେହି କବିତାଟି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରିଥିଲା। ସେ ଯେଭଳି ସୁନ୍ଦର ସୁନ୍ଦର କବିତା ଲେଖିଥିଲେ, ତାଙ୍କୁ ସେହିଭଳି ସୁନ୍ଦର ସ୍ୱରରେ ଗାନ କରିପାରୁଥିଲେ। ସେଥିପାଇଁ ତାଙ୍କୁ କୁହାଯାଉଥିଲା ଭାରତର ବୁଲବୁଲ। ପରବର୍ତ୍ତୀ କାଳରେ ସରୋଜିନୀ ନାଇଡୁ ଭାରତର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। 1914 ମସିହାରେ ପ୍ରଥମ ଥର ପାଇଁ ସେ ଗାନ୍ଧିଜୀଙ୍କୁ ଭେଟିଲେ। ଗାନ୍ଧିଜୀଙ୍କ ନୀତି, ଆଦର୍ଶ ଓ ସରଳତା ତାଙ୍କୁ ପ୍ରଭାବିତ କରିଥିଲା।
କବିତ୍ୱ ଓ ଭଲ ଭାଷଣ ଦେବାର ଦକ୍ଷତା ସହ ରାଜନୀତି କ୍ଷେତ୍ରରେ ମଧ୍ୟ ତାଙ୍କର ନିପୁଣତା ପ୍ରକାଶିତ ହୋଇଥିଲା। 1930 ମସିହା କଥା, ସେତେବେଳକୁ ଭାରତରେ ଲବଣ ସତ୍ୟାଗ୍ରହ ଚାଲିଥାଏ। ଲବଣ ମାନେ ଲୁଣ ସତ୍ୟାଗ୍ରହ ହେଲା। ଗାନ୍ଧିଜୀ ସତ୍ୟାଗ୍ରହ ମାତିଥାନ୍ତି। ଇଂରେଜମାନେ ଯେତେବେଳେ ଗାନ୍ଧିଜୀଙ୍କୁ ଗିରଫ କଲେ, ସରୋଜିନୀ ନାଇଡୁ ଏହି ସତ୍ୟାଗ୍ରହର ନେତୃତ୍ୱ ନେଇ ଆନ୍ଦୋଳନକୁ ଚାଲୁ ରଖିଲେ। ବୁଝିହେଲା। ଯେତେବେଳେ ଲବଣ ସତ୍ୟାଗ୍ରହ ଚାଲିଥିଲା, ଇଂରେଜମାନେ ଗାନ୍ଧିଜୀଙ୍କୁ ଗିରଫ କଲାବେଳେ ହେଲା, ତାପରେ ସରୋଜିନୀ ନାଇଡୁ ସେହି ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ। ଦେଶ ପାଇଁ ସେ ବହୁବାର କାରାବରଣ କରିଛନ୍ତି ଓ ବହୁତ ଦୁଃଖ କଷ୍ଟ ମଧ୍ୟ ସହିଛନ୍ତି। ଭାରତ ସ୍ୱାଧୀନତା ଲାଭ ପରେ ସେ ଉତ୍ତରପ୍ରଦେଶର ରାଜ୍ୟପାଳ ପଦବୀ ମଣ୍ଡନ କରିଥିଲେ। ହେଲା, ସେ ଉତ୍ତରପ୍ରଦେଶର ମଧ୍ୟ ରାଜ୍ୟପାଳ ହେଇଥିଲେ ଭାରତ ସ୍ୱାଧୀନତା ହେବା ପରେ। ଏପରି ଗୌରବ ଅର୍ଜନ କରିବାରେ ସେ ହେଉଛନ୍ତି ଭାରତର ପ୍ରଥମ ମହିଳା। ରାଜ୍ୟପାଳ ରୂପେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ 70 ବର୍ଷ ବୟସରେ 1949 ମସିହା ମାର୍ଚ୍ଚ 2 ତାରିଖରେ ତାଙ୍କର ମୃତ୍ୟୁ ହେଲା ଏବଂ ରାଜ୍ୟପାଳ ଥିଲେ ସିଏ ମୃତ୍ୟୁବରଣ କରିଥିଲେ। ଭାରତବାସୀଙ୍କ ହୃଦୟରେ ତାଙ୍କର ସ୍ମୃତି ଚିରଦିନ ଅମିଳନ ହୋଇ ରହିଥିବ। ସେ କେବଳ ପ୍ରାଚ୍ୟ ଜଗତର କୋକିଳ ବା ଭାରତର ବୁଲବୁଲ ନଥିଲେ, ସେ ଥିଲେ ପ୍ରକୃତରେ ହୀରାଟିଏ। ଏହା ଥିଲା ଏକ ସୁନ୍ଦର କବିତା ସରୋଜିନୀ ନାଇଡୁ ଭାରତର ବୁଲବୁଲଙ୍କ ବିଷୟରେ।